ଆପଣ ନିଜେ ଭଦ୍ରକରେ ବୁଲିକି ଆସନ୍ତୁ, ଆପଣ ଦେଖିବେ ତାର ପ୍ରଭାବ କିଛି ପଡ଼ିବ। ବର୍ତ୍ତମାନ ମଧ୍ୟ ବି ଧରନ୍ତୁ ମୁଁ ଦଳ ଛାଡ଼ିଦେଲି, ଲୋକ କହିବେ ମୁଁ ଜଣେ ସୁବିଧାବାଦୀ, ମୋତେ MLA କଲେ, ମନ୍ତ୍ରୀ କଲେ, ଦଳର ଉପସଭାପତି କଲେ, ମୁଁ ଦଳ ଛାଡ଼ିଲି। ଆଉ ଦଳ କ'ଣ କରିଥାନ୍ତା ମୋ ପାଇଁ? ଆଉ ଦଳ କ'ଣ ସବୁଦିନ ଜଣକୁ କରିକି ଚାଲିଥିବ? ଆଉ ଅନ୍ୟ ଯେଉଁମାନେ ଯୁବକମାନେ ଅଛନ୍ତି ସେମାନେ ହେବେନି? ତେଣୁକରି ଯେଉଁମାନେ ଯାଉଛନ୍ତି, ମୋର ଅନୁରୋଧ ସେମାନଙ୍କୁ, ସେମାନେ ପୁନର୍ବିଚାର କରନ୍ତୁ। ଯିବା ଫଳରେ ତାଙ୍କର ଲାଭ ହେଉଛି ନା କ୍ଷତି ହେଉଛି? ମୋର ବ୍ୟକ୍ତିଗତ ମତ ଯେ ସେ ଯିବା ଫଳରେ ତାଙ୍କର କ୍ଷତି ହେଉଛି, ରାଜନୀତିକ କ୍ଷତି ଘଟୁଛି। ତାପରେ ଜୀବନରେ କେବେ ରାଜନୀତି ଗୋଟେ ଆଦର୍ଶ ରାଜନୀତି କରାଯାଏ, କ୍ଷମତା ପାଇଁ ରାଜନୀତି କରାଯାଏ ନା। ଆମେ ଯଦି ଆମର ଗୋଟେ କୌଣସି କ୍ଷୋଭ ଥାଇପାରେ ନବୀନଙ୍କ ଉପରେ, ନେତାଙ୍କ ଉପରେ, କିନ୍ତୁ କ୍ଷୋଭ ଅର୍ଥ ନୁହେଁ ଆମେ ଦଳ ଛାଡ଼ିଦେବା, ତାଙ୍କ ସହିତ ଆଲୋଚନା କରିବା। ଆପଣ ଦଳ ବଦଳରେ ଲୋକଙ୍କର ବିଶ୍ୱାସ କମେ, ସମସ୍ତେ ଭାବନ୍ତି ଏଇଟା ଦଳ ବଦଳକାରୀ, ଯେଉଁଥିପାଇଁ ଯେତେ ବଡ଼ ନେତା ହୁଅନ୍ତୁ ଯଦି ବାରମ୍ବାର ଦଳ ବଦଳେଇଲେ ତାହେଲେ ଆପଣଙ୍କ ଉପରେ ଲୋକଙ୍କର ଆସ୍ଥା ବି ରହିବନି, କହିବେ ଗୋଟାଏ କୌଣସି ଆଦର୍ଶ ନଥିବା ବ୍ୟକ୍ତି ବା ନେତା। ତେଣୁ ସେଇ ଦୃଷ୍ଟିରୁ ମୋର ଅନୁରୋଧ ଯେ ସେମାନେ ତାର ପୁନର୍ବିଚାର କରନ୍ତୁ। ଆଉ ଏତିକି କହିପାରେ ସେ ଗଲେ ମଧ୍ୟ ବି ତାଙ୍କ ସହିତ କୌଣସି ବିଜୁ ଜନତା ଦଳ କର୍ମୀ ଯିବେ ନାହିଁ।